नमस्कार जय जगन्नाथ शुभ सकाळ आज हूँ अक्टोबर 16 तारीख गुरुवार आम खबर राशन कार्ड धारी खुशी खबर एवं मुंड पिछा 5 केजी नुहे 10 केजी चाउल आपणकर जदि राशन कार्ड अच्छी आपण राशन कार्ड रे चाउल पाउछंती तेबे आपणक पई आसीची खुशी खबर एणिकी मुंड पिछा 5 केजी नुहे बरं मिलिबो 10 केजी चाउल एने जोगाण विभाग चिंता करथिबा कहिसंती मंत्री कृष्णचंद्र पात्र या सहित मुख्यमंत्री निकटक एने खूब शीघ्र फाइल पठा जिवो आ मुख्यमंत्री एने निष्पत्ति नेबे बोली से कहिसंती मंत्री आउरी मध्य କହିଛନ୍ତି 10 केजी ଚାଉଳ ମିଳିଲେ ରାଜ୍ୟର ପ୍ରତିଟି ରାସନ କାର୍ଡଧାରୀ ଏହାର ଲାଭ ପାଇବେ। ରାଜ୍ୟରେ ଏବେ ପ୍ରାୟ 3 କୋଟିରୁ ଅଧିକ ରାସନ କାର୍ଡ ରହିଛି ଆଉ ମୁଣ୍ଡ ପିଛା 10 କେଜି ଚାଉଳ ମିଳିଲେ ଏହାର ଲାଭ ଏହି 3 କୋଟି କାର୍ଡଧାରୀ ପାଇବେ। ପରବର୍ତ୍ତୀ ଖବର ଦୀପାବଳି ଦ୍ୱନ୍ଦ୍ୱରେ ପଡ଼ିଲା ପୂର୍ଣ୍ଣଚ୍ଛେଦ 20 ତାରିଖରେ ପାଳିତ ହେବ ଦୀପାବଳି ଅମାବାସ୍ୟା ଓ ଗୟା ଶ୍ରାଦ୍ଧ। ସାମ୍ବାଦିକ ସମ୍ମିଳନୀ କରି ଦ୍ୱନ୍ଦ୍ୱ ଦୂର କଲେ ମୁକ୍ତିମଣ୍ଡପ ପଣ୍ଡିତ ସେବା କହିଲେ ଜଗନ୍ନାଥ ପାଞ୍ଜିରେ କିଛି ଦ୍ୱନ୍ଦ୍ୱ ନାହିଁ ଅନ୍ୟ କିଛି ପାଞ୍ଜିକାର ଦ୍ୱନ୍ଦ୍ୱ ବଢାଉଛନ୍ତି 20 ତାରିଖରେ ହିଁ ଦୀପାବଳି ଓ ଗୟା ଶ୍ରାଦ୍ଧ ପାଳିତ ହେବ। ତେବେ କେବଳ ଦୀପାବଳି ନୁହେଁ ପୂର୍ବରୁ ମଧ୍ୟ ଅନେକ ପର୍ବ ପର୍ବାଣୀକୁ ନେଇ ପାଞ୍ଜିରେ ଭିନ୍ନ ଭିନ୍ନ ତାରିଖ ରହିଛି। ପରବର୍ତ୍ତୀ ଖବର ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସର ପ୍ରାର୍ଥୀ ଘାସିରାମ ଆଜି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ଘାସିରାମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ନୂଆପଡ଼ାରେ ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ଉପନିର୍ବାଚନ ବୈତରଣୀ ପାର ହେବାକୁ ଅଙ୍କ କଷୁଛି କଂଗ୍ରେସ ଆଉ ଏହାରି ଭିତରେ ଘାସିରାମ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉପନିର୍ବାଚନ ପାଇଁ ଏବେ କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ପରବର୍ତ୍ତୀ ଖବର ଆରପାରିରେ ମହାଭାରତର କର୍ଣ୍ଣ ପଙ୍କଜ ଧୀର ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ପଙ୍କଜ ଧୀର ଗତକାଲି ତାଙ୍କର ଦେହାନ୍ତ ହୋଇଛି। ସେ ବିଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଘନିଷ୍ଠ ବନ୍ଧୁ ଅମିତ ବହଲ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଖବର ନିଶ୍ଚିତ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି। ପରବର୍ତ୍ତୀ ଖବର ଜୟ ଢୋଲକିଆ ବିଜେପିର ନୂଆପଡ଼ା ପ୍ରାର୍ଥୀ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଏହା ପୂର୍ବରୁ କଂଗ୍ରେସ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ମଧ୍ୟ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ନାଁ ଘୋଷଣା କରିଛି। ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଖୁବ୍ ଶୀଘ୍ର ବିଜେଡି ମଧ୍ୟ ନିଜ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାଯାଇଛି। ପରବର୍ତ୍ତୀ ଖବର ଦୀପାବଳିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦିଲ୍ଲୀ ଏନସିଆରରେ ବିକ୍ରି ହୋଇପାରିବ ବାଣ। ଦୀପାବଳିକୁ ନେଇ ଦିଲ୍ଲୀ ଏନସିଆର ଲୋକ ମଧ୍ୟରେ ଥିବା ଆଶଙ୍କା ଦୂର କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଦିଲ୍ଲୀ ଏନସିଆରରେ ସବୁଜ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି ଏବଂ ବାଣ ଫୁଟାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ କହିଛନ୍ତି କୋର୍ଟ ସିଲିଟର ଜେନେରାଲ ତୁଷାର ମେହେଟା ଏବଂ ଆସିମ କ୍ୟୁରିଙ୍କ ପରାମର୍ଶକୁ ବିଚାର କରିଛନ୍ତି ଯେଉଁମାନେ ପୂର୍ବ ସମୟରେ ବାଣ ନିର୍ମାତା ଏବଂ ଜନସାଧାରଣଙ୍କୁ ଏହି ଆଶ୍ୱସ୍ତି ପ୍ରଦାନ କରିବାକୁ ସୁପାରିଶ କରିଥିଲେ। ପରବର୍ତ୍ତୀ ଖବର ଅନଲାଇନରେ ମହାପ୍ରସାଦ ବିକ୍ରି ଅନଲାଇନରେ ଅନ୍ନ ପ୍ରସାଦ ବା ଅବଢ଼ା ମିଳିଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଅବଢ଼ା ବିଜ୍ଞାପନ ସୋସିଆଲ ମିଡିଆରେ ହେଲା ଭାଇରାଲ। ଏକ ଫୁଡ ଆପ୍ଲିକେସନ ପକ୍ଷରୁ ବିଜ୍ଞାପନ ନେଇ ଭାଇରାଲ ହେଉଛି। ମାତ୍ର 49 ଟଙ୍କାରେ ଅବଢ଼ା ଉପଲବ୍ଧ ଥିବା ବିଜ୍ଞାପନରେ କୁହାଯାଇଛି। ତେବେ 49 ଟଙ୍କା ଦେଇ ଖାଇବା ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ 4ଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି କୁହାଯାଉଛି। ପୂର୍ବରୁ ଶ୍ରୀମନ୍ଦିରର ଅବଢ଼ା ଅନଲାଇନରେ ବିକ୍ରିକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହ ଭକ୍ତଙ୍କୁ ଠକିବାର ଅଭିନବ ତରିକା ବୋଲି ମତ ପ୍ରକାଶ ପାଇଛି। ପରବର୍ତ୍ତୀ ଖବର ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ 57 ଆସନ ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା। ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଜେଡିୟୁ। ପ୍ରଥମ ପର୍ଯ୍ୟାୟରେ ଦଳ 57ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଲିଷ୍ଟରେ କୌଣସି ମୁସଲିମ ଚେହେରାଙ୍କ ନାମ ନାହିଁ। ଏନଡିଏ ଗଠବନ୍ଧନରେ ଜେଡିୟୁକୁ 101ଟି ସିଟ୍ ମିଳିଛି। ତେଣୁ ଦଳ ଆଗାମୀ ଦିନରେ ଅବଶିଷ୍ଟ ଆସନରେ ପ୍ରାର୍ଥୀ ଘୋଷଣା କରିବ। ପ୍ରାର୍ଥୀଙ୍କ ନାମ ଉପରେ ଅନ୍ତିମ ମୋହର ମାରିଛନ୍ତି ନୀତିଶ କୁମାର। ନାମାଙ୍କନର ଦାଖଲ କରିସାରିଥିବା କିଛି ନେତାଙ୍କ ନାମ ଏହି ଲିଷ୍ଟରେ ରହିଛି। ଜେଡିୟୁ ତରଫରୁ ଜାରି କରାଯାଇଥିବା ଲିଷ୍ଟରେ ଜାତିଗତ ସମୀକରଣକୁ ଫୋକସ କରାଯାଇଛି। ପରବର୍ତ୍ତୀ ଖବର ଭୟାନକ ହେବ ଅପରେସନ 2.0 ଅଭ୍ୟାସ ନ ବଦଳାଇଲେ ପରିଣାମ ଭୋଗିବ ପାକିସ୍ତାନ। ଶତ୍ରୁ ଦେଶକୁ ଏମିତି କିଛି ଚେତାବନୀ ଦେଇଛି ଭାରତୀୟ ସେନା। ପହଲଗାମ ଭଳି ଘଟଣା ଦୋହରାଇଲେ ଭୟଙ୍କର ହେବ ଅପରେସନ ସିନ୍ଦୁର 2.0। ଭାରତୀୟ ସେନା ଦେଶର ସୁରକ୍ଷା ପାଇଁ ପ୍ରତିବନ୍ଧ ଏବଂ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ସେନା ଚେତାବନୀ ଦେଇଛି। ପଶ୍ଚିମ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିଆର କହିଛନ୍ତି ଯେ ଅପରେସନ ସିନ୍ଦୁର 2.0 ପୂର୍ବ ଅପେକ୍ଷା ଅଧିକ ଘାତକ ଏବଂ ଶକ୍ତିଶାଳୀ ହେବ। ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ଭାରତ ସହିତ ଯୁଦ୍ଧ କରିବାର ସ୍ଥିତିରେ ନାହିଁ। ପରବର୍ତ୍ତୀ ଖବର ପୁଣି ଇସ୍କନର ଅଦିନିଆ ରଥଯାତ୍ରା ଅଦିନିଆ ରଥଯାତ୍ରା ଅଭିଯୋଗ ଉତ୍ତରାଖଣ୍ଡ ମଧୁବନ ଆଶ୍ରମରେ ଋଷିକେଶରେ ରଥଯାତ୍ରା କରାଯାଇଥିବା ସୂଚନା ମିଳିଛି। ଚଳିତ ଅକ୍ଟୋବର 7 ତାରିଖ ମଙ୍ଗଳବାର ଏହି ରଥଯାତ୍ରା ଇସ୍କନ ପକ୍ଷରୁ କରାଯାଇଥିଲା। ସକାଳ 9:30ରେ ମଧୁବନ ଆଶ୍ରମରୁ ରଥ ବାହାରି ତ୍ରିବେଣୀଘାଟ ଚୌକ ଦେଇ ଗୁରୁଦ୍ୱାର ଶ୍ରୀ ଗୁରୁ ସିଂ ସଭା ରେଲୱେ ରୋଡରେ ପହଞ୍ଚିଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ଏକ 4 ଚକିଆ ଗାଡିରେ ନିଆଯାଇଥିଲା।
ଇସ୍କନର ଏପରି ନୀତି ବିରୋଧୀ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ସେପ୍ଟେମ୍ବର 6 ତାରିଖରେ ଇସ୍କନକୁ ଏକ 100 ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଦିଆଯାଇ ସାରିଛି। ପରବର୍ତ୍ତୀ ଖବର ଇଭି ବୁକ୍ ପାଇଁ ସରକାର ଦେବେ ସବସିଡି। ଧନତେରସ ଏବଂ ଦୀପାବଳିରେ ଇଲେକ୍ଟ୍ରିକ ଯାନ ଇଭି କିଣୁଥିବା ଲୋକଙ୍କୁ ଏବେ ପଞ୍ଜୀକରଣ ଏବଂ ରୋଡ ଟ୍ୟାକ୍ସ ଦେବାକୁ ପଡିବ। ଗତ ଅକ୍ଟୋବର 13 ପର୍ଯ୍ୟନ୍ତ ଇଭି କ୍ରେତାମାନଙ୍କୁ ରୋଡ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଫିରେ 100% ରିହାତି ପାଉଥିଲେ, କିନ୍ତୁ ବର୍ତ୍ତମାନ ଏହି ନିୟମ ବଦଳିଛି। ଏ ନେଇ ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ଜିଲ୍ଲାର ପରିବହନ ବିଭାଗରେ ବର୍ତ୍ତମାନ ସୁଦ୍ଧା 509ଟି ବୈଦ୍ୟୁତିକ ଯାନ ଇଭି ପଞ୍ଜୀକୃତ ହୋଇଛି, ଯେଉଁଥିରେ 473ଟି 2 ଚକିଆ ଏବଂ 36ଟି 4 ଚକିଆ ଯାନ ଅନ୍ତର୍ଭୁକ୍ତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯାନଗୁଡ଼ିକ ପଞ୍ଜୀକରଣ ଶୁଳ୍କ ମୁକ୍ତ ଥିଲା, କିନ୍ତୁ ନୂତନ ବ୍ୟବସ୍ଥା ଅନୁସାରେ ବୈଦ୍ୟୁତିକ ଯାନଗୁଡ଼ିକ କ୍ରୟ ପାଇଁ ଏବେ ପଞ୍ଜୀକରଣ ଶୁଳ୍କ ଦେବାକୁ ହେବ। ପରବର୍ତ୍ତୀ ଖବର ପିକେଙ୍କ ବଡ଼ ଘୋଷଣା, ଲଢ଼ିବେ ନାହିଁ ନିର୍ବାଚନ। ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର। ପ୍ରଶାନ୍ତଙ୍କ ଦ୍ୱାରା ଗଠିତ ଦଳ ଜନସୁରାଜ ଚଳିତ ବର୍ଷ ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛି। ଏନେଇ ପ୍ରଶାନ୍ତ କିଶୋର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି। ତେବେ ରାଜନୀତିରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ସେ କେଉଁ ଆସନରୁ ଲଢ଼ିବେ ସେ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଥିଲା, ହେଲେ ଏସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ପ୍ରଶାନ୍ତ କିଶୋର। ପରବର୍ତ୍ତୀ ଖବର, ଜମ୍ମୁ କାଶ୍ମୀର ଏବଂ ଝାଡ଼ଖଣ୍ଡ ଉପନିର୍ବାଚନ ପାଇଁ ବିଜେପି କଲା ପ୍ରାର୍ଥୀ ଘୋଷଣା। ଜମ୍ମୁ କାଶ୍ମୀର ଏବଂ ଝାଡ଼ଖଣ୍ଡ ସମେତ 4ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଜମ୍ମୁ କାଶ୍ମୀରର 2ଟି ଏବଂ ଝାଡ଼ଖଣ୍ଡର ଗୋଟିଏ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଛି। ବିଜେପି ବଡଗାମା ପାଇଁ ଆଗା ସୈୟଦ ମୋହସିନ ଏବଂ ନଗରଟା ପାଇଁ ଦେବଜିନ ରଣାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଝାଡ଼ଖଣ୍ଡର ଘାଟସିଲା ବିଧାନସଭା ଆସନ ପାଇଁ ବାବୁଲାଲ ସୋରେନଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପରବର୍ତ୍ତୀ ଖବର, ୟୁଏନଏଚଆରସିରେ ଭାରତର ପ୍ରାଧାନ୍ୟ। 26ରୁ 28 ପର୍ଯ୍ୟନ୍ତ ସପ୍ତମ କାର୍ଯ୍ୟକାଳ ପାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଭାରତ 2026ରୁ 28 କାର୍ଯ୍ୟକାଳ ପାଇଁ ଜାତିସଂଘ ମାନବାଧିକାର ପରିଷଦ ୟୁଏନଏଚଆରସିରେ ନିର୍ବାଚିତ ହୋଇଛି, ଯାହା ଭାରତର ସପ୍ତମ କାର୍ଯ୍ୟକାଳ। ମଙ୍ଗଳବାର ନିର୍ବାଚନ ଫଳାଫଳ ଘୋଷଣା କରି ୟୁଏନଏଚଆରସି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ ଭାରତର 3 ବର୍ଷର କାର୍ଯ୍ୟକାଳ ଜାନୁଆରୀ 1, 2026ରୁ ଆରମ୍ଭ ହେବ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବତନେନି ହରିଶ ଏକ ସୋସିଆଲ ମିଡିଆ ପୋଷ୍ଟରେ ସମସ୍ତ ପ୍ରତିନିଧି ମଣ୍ଡଳୀକୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା, ଦୀପାବଳିରେ ମିଳିବ ମାଗଣା ଗ୍ୟାସ୍। ଦୀପାବଳିରେ କୋଟି କୋଟି ମହିଳାଙ୍କୁ ଖୁସି ଖବର ଦେବେ ସରକାର। ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ ଏକ ସମାରୋହରେ ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ମହିଳାମାନଙ୍କୁ ମାଗଣା ଏଲପିଜି ସିଲିଣ୍ଡର ମିଳିବ। ସୂଚନା ମୁତାବକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ପ୍ରତିବର୍ଷ 2ଟି ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ 2025-26 ଆର୍ଥିକ ବର୍ଷରେ 2ଟି ପର୍ଯ୍ୟାୟରେ ମାଗଣା ସିଲିଣ୍ଡର ରିଫିଲ୍ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 2025ରୁ ଡିସେମ୍ବର 2025 ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ 2026ରୁ ମାର୍ଚ୍ଚ 2026 ପର୍ଯ୍ୟନ୍ତ ଚାଲିବ। ଯୋଗୀ ସରକାର ଏଥିପାଇଁ 1500 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। ପରବର୍ତ୍ତୀ ଖବର, ଭୁଷୁଡୁଛି ମାଓ ସଂଗଠନ। ଅସ୍ତ୍ର ଛାଡ଼ିଲେ ଶୀର୍ଷ ମାଓ ନେତାଙ୍କ ସହ 138 ଜଣ ମାଓବାଦୀ। ଭୁଷୁଡିବାରେ ଲାଗିଛି ମାଓ ସଂଗଠନ। ଅସ୍ତ୍ର ତ୍ୟାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମାଓବାଦୀ। ଶୀର୍ଷ ନେତାଙ୍କ ସହ ଅସ୍ତ୍ର ଛାଡ଼ିଛନ୍ତି 138 ଜଣ ମାଓବାଦୀ। ବନ୍ଧୁକ ବଦଳରେ ସମ୍ବିଧାନ ଧରିଲେ ମାଓବାଦୀ। ସଂଗଠନ ଛାଡ଼ି ଅସ୍ତ୍ର ତ୍ୟାଗ କରୁଛନ୍ତି ମାଓବାଦୀ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମାଓବାଦୀଙ୍କ ଶୀର୍ଷ ନେତା ମେଲଜୁଲା ବେଣୁଗୋପାଳ ନିଜ ଦଳବଦଳ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବେଣୁଗୋପାଳଙ୍କ ସମେତ 61 ମାଓବାଦୀ 50ରୁ ଅଧିକ ବନ୍ଧୁକ ସହ ଗଡ଼ଚିରୋଲିଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିଛନ୍ତି। ପରବର୍ତ୍ତୀ ଖବର, ଖୋଲିବ ଶିମିଳିପାଳ। ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର। ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଜୁଲାଇ 1ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ। ଆସନ୍ତା 18 ତାରିଖରୁ ଏହି ଅଭୟାରଣ୍ୟ ଖୋଲିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଖବର, ବିବାହ ପାଇଁ ସରକାର ଦେବେ 1 ଲକ୍ଷ। ଦୀପାବଳି ପୂର୍ବରୁ ପୂର୍ବତନ ସୈନିକ ଏବଂ ସେମାନଙ୍କ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ଭେଟି ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ସୈନିକ ଏବଂ ସେମାନଙ୍କ ନିର୍ଭରଶୀଳଙ୍କୁ ଆର୍ଥିକ ସହାୟତାରେ 100% ବୃଦ୍ଧି ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି, ବର୍ଦ୍ଧିତ ଲାଭ କେନ୍ଦ୍ରୀୟ ସାମରିକ ବୋର୍ଡ ମାଧ୍ୟମରେ ପୂର୍ବତନ ସୈନିକ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଯୋଜନା ଅଧୀନରେ ଉପଲବ୍ଧ ହେବ। ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ସହାୟତାକୁ ପ୍ରତି ହିତାଧିକାରୀଙ୍କ ପାଇଁ ମାସିକ 4000 ଟଙ୍କାରୁ 8000 ଟଙ୍କାକୁ ଦ୍ୱିଗୁଣିତ କରାଯାଇଛି, ଯାହା 65 ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ଏବଂ ଅଣ ପେନସନଭୋଗୀ ପୂର୍ବତନ ସୈନିକ ଏବଂ ନିୟମିତ ଆୟ ନଥିବା ସେମାନଙ୍କ ବିଧବାମାନଙ୍କୁ ଜୀବନବ୍ୟାପୀ ସହାୟତା ପ୍ରଦାନ କରିବ। ପରବର୍ତ୍ତୀ ଖବର, ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ କଡ଼ାକଡ଼ି ବ୍ୟବସ୍ଥା। ଭକ୍ତମାନେ ଟିକେଟ କରି ଦର୍ଶନର ସୁଯୋଗ ପାଇବେ।
ଖୁବ୍ ଶୀଘ୍ର ଏହି ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ 3 ପାର୍ଶ୍ୱର ଉନ୍ନତିକରଣ କରାଯିବ। ଗୁଣ୍ଡିଚା ମନ୍ଦିର ଭିତର ବେଢା ଓ ବାହାର ବେଢାର ପୁନଃ ଉନ୍ନତିକରଣ ପାଇଁ ପ୍ରସ୍ତାବିତ ଡିଜାଇନ ଓ ମାଷ୍ଟର ପ୍ଲାନର ସମୀକ୍ଷା କରାଯାଇଛି। ଇନ୍ଦ୍ରଦ୍ୟୁମ୍ନ ଓ ନୃସିଂହ ମନ୍ଦିରର ଉନ୍ନତିକରଣ ନେଇ ମଧ୍ୟ ଆଲୋଚନା କରାଯାଇଛି। ପରବର୍ତ୍ତୀ ଖବର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି20 ପାଇଁ ଗସ୍ତ କଲା ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆର ଖେଳାଳି ଏବେ ବ୍ୟସ୍ତ ସିଡ୍ୟୁଲ ଦେଇ ଗତି କରୁଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ 2-0 ଟେଷ୍ଟ ସିରିଜ ଜିତିବାର 24 ଘଣ୍ଟା ଭିତରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଛି। ନୂଆଦିଲ୍ଲୀରେ ସିରିଜ ଶେଷ ହେବା ପରେ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିରାଟ କୋହଲି, ରୋହିତ ଶର୍ମା, ସୁମନ ଗିଲ୍ ଏବଂ ଯଶପ୍ରୀତ ବୁମରା ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ବିରାଟ କୋହଲି, ରୋହିତ ଶର୍ମା, ସୁମନ ଗିଲ୍ ଏବଂ ଯଶପ୍ରୀତ ବୁମରାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଛି, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପରବର୍ତ୍ତୀ ଖବର କେଦାରନାଥ ଯାତ୍ରା ଏଣିକି 9 ଘଣ୍ଟା ବଦଳରେ ଲାଗିବ ମାତ୍ର 36 ମିନିଟ୍। କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତ ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ 4000 କୋଟି ଟଙ୍କା ଖର୍ଚ୍ଚରେ 13 କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ 8ରୁ 9 ଘଣ୍ଟାର ଯାତ୍ରା ମାତ୍ର 36 ମିନିଟରେ ପୂରଣ କରିହେବ। ପରବର୍ତ୍ତୀ ଖବର ବିହାର ବିଧାନସଭା ନିର୍ବାଚନ, ବିଜେପି ଜାରି କଲା ଦ୍ୱିତୀୟ ଲିଷ୍ଟ। ମୈଥିଲି ଠାକୁରଙ୍କୁ ମିଳିଲା ଟିକେଟ। ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ଦ୍ୱିତୀୟ ଲିଷ୍ଟ ଜାରି କରିଛି। ସବୁଠାରୁ ବଡ଼ କଥା ହେଉଛି ଏଥିରେ ଭୋଜପୁରୀ ଗାୟିକା ମୈଥିଲି ଠାକୁରଙ୍କୁ ଟିକେଟ ମିଳିଛି। ମୈଥିଲି ଅଲିନଗର ଆସନରୁ ନିର୍ବାଚନ ଲଢିବେ। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 12 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପରବର୍ତ୍ତୀ ଖବର ସେହାଙ୍ଗିନୀ ବିଜେଡି ପ୍ରାର୍ଥୀ। ନୂଆପଡା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ବିଜେଡି ଗତକାଲି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ନୂଆପଡା ନିର୍ବାଚନ ପାଇଁ ସ୍ନେହାଗିନୀ ଚୋରିଆ ପ୍ରାର୍ଥୀ ହୋଇଛନ୍ତି। ନୂଆପଡା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର 11 ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବାବେଳେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ପରବର୍ତ୍ତୀ ଖବର ଶୀଘ୍ର ଦରମା ପାଇବେ ଗ୍ରାମୀଣ ଗୃହ ନିର୍ମାଣ ପିଏମ୍ୟୁ କର୍ମଚାରୀ। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଗ୍ରାମୀଣ ଗୃହ ନିର୍ମାଣର ବିଭିନ୍ନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ଶୀଘ୍ର ମିଳିବ ବକେୟା ଦରମା। ଏହି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଜରୁରୀ ହସ୍ତକ୍ଷେପ ଯୋଗୁଁ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ 225 କୋଟି ବକେୟା ଟଙ୍କା ଦିଆଯିବା ନେଇ ତ୍ୱରିତ ପଦକ୍ଷେପ ନିଆଯାଇଛି। ପ୍ରକ୍ରିୟାଗତ ବିଳମ୍ବ ଯୋଗୁଁ ବକେୟା ଥିବା ପ୍ରାୟ 700 ଜଣ ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ଏହାପରେ ଶୀଘ୍ର ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ପରବର୍ତ୍ତୀ ଖବର ରାଘେପୁରରୁ ପ୍ରାର୍ଥୀ ହେଲେ ତେଜସ୍ୱୀ, ଦାଖଲ କଲେ ପ୍ରାର୍ଥୀପତ୍ର। ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ଜାରି ହଲଚଲ ମଧ୍ୟରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବୁଧବାର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ମା ରାବଡି ଦେବୀଙ୍କ ସହ ଯାଇ ତେଜସ୍ୱୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥୀପତ୍ର ଦାଖଲ କାଳରେ ତେଜସ୍ୱୀଙ୍କ ସହ ତାଙ୍କ ପିତାମାତା ଓ ଭଉଣୀ ମିଶା ଭାରତୀ ଉପସ୍ଥିତ ରହିଥିଲେ। ରଘୁପୁର ଆସନରୁ ତେଜସ୍ୱୀ 2015-2020 ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ଖବର ଅହମ୍ମଦାବାଦରେ 2030 ରାଜ୍ୟ ଗୋଷ୍ଠୀ କ୍ରୀଡ଼ା। ଅହମ୍ମଦାବାଦରେ ହେବ 2030 ରାଜ୍ୟ ଗୋଷ୍ଠୀ କ୍ରୀଡ଼ା। ଏକ୍ସରେ ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବଚ୍ଛିନ୍ନ ଉଦ୍ୟମ ପାଇଁ ସମ୍ଭବ ହୋଇଛି ଏହି କାମ। ଅହମ୍ମଦାବାଦରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ପାଇଁ ସମ୍ଭବ ହୋଇଛି। ଏହା ସମଗ୍ର ଭାରତବାସୀଙ୍କ ପାଇଁ ଆନନ୍ଦ ଏବଂ ଗୌରବର ବିଷୟ। ପରବର୍ତ୍ତୀ ଖବର ଏସ୍ଆଇ ଚାକିରି ସ୍କାମ୍ ନୂଆ ଖୁଲାସା। ଯେତେ ଖୋଲିଲେ ସେତେ ବାହାରୁଛି ପୋଲିସ ଏସ୍ଆଇ କେଳେଙ୍କାରୀ ପଛର କଳା ଫର୍ଦ୍ଦ। ସରକାରୀ ଚାକିରିର ଏହି ବିଶାଳ ଦୁର୍ନୀତି ମାମଲାରେ ନୀତି ଆସୁଛି ନୂଆ ନୂଆ ତଥ୍ୟ। ପୋଲିସ ଏସ୍ଆଇ ନିଯୁକ୍ତି ଘୋଟାଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଆହୁରି ସାଂଘାତିକ ସୂଚନା। କୁହାଯାଉଛି 3ଟି ବସ୍ରୁ ଧରାପଡିଥିବା କେବଳ 114 ଜଣ ନୁହନ୍ତି, ବରଂ ଦଲାଲଙ୍କ ସହ ଡିଲ୍ କରିଥିବା ଆସାଇଙ୍କ ସଂଖ୍ୟା ଥିଲା 300। ବସ୍ ଯୋଗେ 114 ଯାଉଥିବା ବେଳେ ଅବଶିଷ୍ଟ 186 ଆସାଇ ଯାଉଥିଲେ ଟ୍ରେନରେ। ତେବେ ପୋଲିସ କେବଳ ବସ୍ରେ ଯାଉଥିବା ଆସାଇଙ୍କୁ ଧରିଥିବା ବେଳେ ଏବେ ଖସି ଯାଇଛନ୍ତି ଟ୍ରେନରେ ଯାଉଥିବା 186 ଜଣ ଆସାଇ। ଆଉ ଏମାନେ ଦଲାଲଙ୍କ ହାତକୁ ଖାଲି ଅଗ୍ରିମ ଟଙ୍କା ନୁହେଁ, ସାର୍ଟିଫିକେଟ ମଧ୍ୟ ଟେକି ଦେଇଥିବା କୁହାଯାଉଛି। ସେପଟେ ସିଲିକନ ଓ ପଞ୍ଚସଫ୍ଟ କମ୍ପାନୀ କାମ ପାଇବା ନେକ୍ସସ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ରହିଥିଲା ଓପିଆରବି ବୋଲି ଚର୍ଚ୍ଚା ହେଉଛି। ପରବର୍ତ୍ତୀ ଖବର ପାକିସ୍ତାନ ଆଫଗାନିସ୍ତାନ ମଧ୍ୟରେ 48 ଘଣ୍ଟାର ଯୁଦ୍ଧ ବିରାମ। ପାକିସ୍ତାନୀ ସେନା ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ଗତ ସପ୍ତାହ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଦୁଇ ଦେଶ 48 ଘଣ୍ଟାର ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ପାକିସ୍ତାନ ଓ ଆଫଗାନିସ୍ତାନ ବୁଧବାର ସନ୍ଧ୍ୟା 6ଟାରୁ 48 ଘଣ୍ଟାର ଅସ୍ଥାୟୀ ଯୁଦ୍ଧ ବିରାମରେ ସହମତି ହୋଇଛନ୍ତି। ଉଭୟ ଦେଶର ଅନେକ ଲୋକ ଓ ସୈନିକ ନିହତ ହେବା ପରେ ଏହି ଘୋଷଣା କରାଯାଇଛି। ଶତ୍ରୁତା ହ୍ରାସ କରିବା ସହ ଶାନ୍ତି ଫେରାଇ ଆଣିବା ଏହି ଯୁଦ୍ଧ ବିରାମର ଉଦ୍ଦେଶ୍ୟ ହେବ ବୋଲି ପାକିସ୍ତାନ ସୂଚନା ଦେଇଛି।